ओम भवाप्ययो हि भूतानां श्रुतो विस्तरसो मया तत्त्वः कमलपत्राच्च माहात्म्यमपि चाव्ययम्। ओम नमो भगवते वासुदेवाय परमात्मने नमः। कारण हे कमल नयन मु आपणଙ୍କ ଠାରୁ प्राणी मानकर उत्पत्ति और प्रलय विषय विस्तृत भावरे शुणिली तथा आपणकर अविनाशी महिमा मध्य शुणिली। मु आपणଙ୍କ ଠାରୁ प्राणी मानकर उत्पत्ति और प्रलय विस्तृत भावरे शुणिछि ए कथार भाव कर। ଏହା द्वारा अर्जुन कहउचंती आपणଙ୍କ ଠାରୁ ହିଁ ସମସ୍ତ ଚରାଚର ପ୍ରାଣୀ ମାନଙ୍କର ଉତ୍ପତ୍ତି ହୁଏ। ଆପଣ ହିଁ ଆମ ସେମାନଙ୍କୁ ପାଳନ କରନ୍ତି ଓ ସେମାନେ ସମସ୍ତେ ଆପଣଙ୍କ ଠାରେ ହିଁ ଲୀନ ହୁଅନ୍ତି। ଏହା ମୁଁ ଆପଣଙ୍କ ମୁଖରୁ ବିସ୍ତୃତ ଭାବରେ ବାରମ୍ବାର ଶୁଣିଛି ତଥା ଆପଣଙ୍କର ବିନାଶୀ महिमा ମଧ୍ୟ ଶୁଣିଛି। ଏ କଥାର ଅଭିପ୍ରାୟ କଣ? अर्जुन कहउचंती केवल प्राणी मानकर उत्पत्ति और प्रलयर कथा ही से जे आपणଙ୍କ ଠାରୁ ଶୁଣିଛି ତା ନୁହେଁ। ଆପଣଙ୍କର ଯେଉଁ ଅବିନାଶୀ महिमा ରହିଛି ତାହା ବି ଶୁଣିଛି। ଅର୍ଥାତ ଆପଣ ସମଗ୍ର ବିଶ୍ୱର ସୃଷ୍ଟି ପାଳନ ଓ ସଂହାର ଆଦି କରି ମଧ୍ୟ ପ୍ରକୃତରେ ଅକର୍ତ୍ତା ଅଟନ୍ତି। ସମସ୍ତଙ୍କୁ ନିୟମିତ କରି ମଧ୍ୟ ଉଦାସୀନ ସର୍ବବ୍ୟାପୀ ହୋଇ ମଧ୍ୟ ସକଳ ବସ୍ତୁର ଗୁଣ ଦୋଷରୁ ସର୍ବଥା निर्लिप्त एवं शुभाशुभ कर्मर सुख और दुख रूपी फल दे मध्य निर्दयता और विषमता दोषरु रहित आपण ही प्रकृति काल और सकल लोकपाल रूपे प्रकट होई समस्त को शासन करुथिबा सर्वशक्तिमान भगवान। आपणकर ए प्रकार महात्म्य कण मु सेई प्रकरण रे बारंबार शुणुछि। ओम नमो भगवते वासुदेवाय परमात्मने नमः। ओम एवमेतद् यथार्थ त्वमात्मानं परमेश्वर द्रष्टुमिच्छामि ते रूप मैश्वरं पुरुषोत्तम। हे परमेश्वर आपण निजकु जेपरि कहउचंती ता ठीक सेही परि तथापि हे पुरुषोत्तम आपणकर ज्ञान ऐश्वर्य शक्ति बल वीर्य और तेज युक्त ऐश्वर्य रूप को मु प्रत्यक्ष देखिबा को चाहूची। परमेश्वर और पुरुषोत्तम ये दुई संबोधन अभिप्राय कौन? परमेश्वर संबोधन द्वारा अर्जुन कहउचंती आपण ईश्वर मानकर मध्य महान ईश्वर और सर्व समर्थ अतएव मु आपणकर जेउ ईश्वर स्वरूप देखिबा को चाहूची ता आपण सहजरे देखाई पारिबे। पुरुषोत्तम संबोधन द्वारा कहउचंती आपण क्षर ओ अक्षर उभय ठारू उत्तम साक्षात भगवान। अतएव मो उपरे दया करी मोर इच्छा पूर्ण करंतु। आपण निजकु जेपरि कहउचंती ता ठीक सेही परि एई कथनर भाव कौन? ଏହା ଦ୍ୱାରା अर्जुन कहउचंती जे भगवान निजर गुण प्रभाव तत्व ऐश्वर्य वर्णना करने को जाई
ନିଜ ବିଷୟରେ ଯାହା କିଛି କହିଛନ୍ତି ତାହା ସମ୍ପୂର୍ଣ୍ଣ ଯଥାର୍ଥ। ସେଥିରେ ତାଙ୍କର ତିଳେ ମାତ୍ର ଶଙ୍କା ନାହିଁ। ଐଶ୍ୱରମ୍ ବିଶେଷଣ ସହିତ ରୂପମ୍ ପଦ କେଉଁ ରୂପର ବାଚକ ଏବଂ ତାହା ମୁଁ ଦେଖିବାକୁ ଚାହେଁ ଏ କଥନର ଅଭିପ୍ରାୟ କଣ? ଯେଉଁଥିରେ ଅସୀମ ଓ ଅନନ୍ତ ଜ୍ଞାନ ଶକ୍ତି ବଳ ବୀର୍ଯ୍ୟ ଓ ତେଜ ଆଦି ଈଶ୍ୱରୀୟ ଗୁଣ ଓ ପ୍ରଭାବ ପ୍ରତ୍ୟକ୍ଷ ଦେଖାଯାଏ ତଥା ସମସ୍ତ ବିଶ୍ୱ ଯାହାର ଏକ ଅଂଶରେ ନିବାସ କରି ଏଠାରେ ଐଶ୍ୱର୍ଯ୍ୟ ବିଶେଷଣ ସହିତ ରୂପମ୍ ପଦଟି ହେଉଛି ସେହିପରି ରୂପର ବାଚକ। ତାହା ମୁଁ ଦେଖିବାକୁ ଚାହୁଁଛି। ଏ କଥନ ଦ୍ୱାରା ଅର୍ଜୁନ କହୁଛନ୍ତି ଏପରି ଅଦ୍ଭୁତ ରୂପ ମୁଁ କେବେ ଦେଖି ନାହିଁ। ଆପଣଙ୍କ ମୁଖରୁ ତାର ବର୍ଣ୍ଣନା ଶୁଣି ତାହା ଦେଖିବାକୁ ମୋର ମନରେ ଅତ୍ୟନ୍ତ ତୀବ୍ର ଇଚ୍ଛା ଜାଗ୍ରତ ହୋଇଯାଇଛି। ସେହି ରୂପ ଦର୍ଶନ କରି ମୁଁ କୃତକୃତ୍ୟ ହୋଇଯିବି ବୋଲି ମନେ କରୁଛି। ଯଦି ଆପଣଙ୍କର ଭଗବାନଙ୍କ କଥାରେ ପୂର୍ଣ୍ଣ ବିଶ୍ୱାସ ଥିଲା, ଯଦି ଅର୍ଜୁନଙ୍କର ଭଗବାନଙ୍କ କଥାରେ ପୂର୍ଣ୍ଣ ବିଶ୍ୱାସ ଥିଲା, କୌଣସି ପ୍ରକାରର ସନ୍ଦେହ ନଥିଲା, ତେବେ ସେ ସେପରି ରୂପ ଦେଖିବାକୁ କାହିଁକି ଇଚ୍ଛା ପ୍ରକଟ କଲେ? ଯଦି କୌଣସି ସତ୍ୟବାଦୀ ପୁରୁଷଙ୍କ ପାଖରେ ପରଶମଣି, ଚିନ୍ତାମଣି ବା ସେହିପରି ଅନ୍ୟ କିଛି ଅଦ୍ଭୁତ ବସ୍ତୁ ଥିବ ଏବଂ ତାଙ୍କ କଥା ଶୁଣି ଶ୍ରୋତାଙ୍କର ପୂର୍ଣ୍ଣ ବିଶ୍ୱାସ ବି ହୋଇଯିବ ଯେ ତାଙ୍କ ନିକଟରେ ଅମୁକ ବସ୍ତୁ ନିଶ୍ଚୟ ଅଛି, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ତଥାପି ସେହି ଅଦ୍ଭୁତ ବସ୍ତୁଟି ପୂର୍ବରୁ କେବେ ଦେଖିନଥିବାରୁ ଯଦି କାହା ମନରେ ତାହା ଦେଖିବାକୁ ତୀବ୍ର ଇଚ୍ଛା ଜାତ ହେବ ଏବଂ ସେ ସେହି ଇଚ୍ଛା ପ୍ରକଟ କରିବେ, ତେବେ ତଦ୍ୱାରା ତହିଁରେ ବିଶ୍ୱାସ ଊଣା ହେବାର କିଛି ଅଛି କି? ଠିକ୍ ସେହିପରି ଭଗବାନଙ୍କର ସେହି ଅଲୌକିକ ସ୍ୱରୂପକୁ ଅର୍ଜୁନ ପୂର୍ବରୁ କେବେ ଦେଖିନଥିଲେ। ଏଣୁ ତାହା ଦେଖିବାକୁ ତାଙ୍କ ମନରେ ଇଚ୍ଛା ଜାତ ହୋଇଗଲା ଏବଂ ତାହା ସେ ପ୍ରକାଶ କରିଦେଲେ। ଏଥିରୁ ତାଙ୍କର ବିଶ୍ୱାସ କମ ଥିଲା ବୋଲି କୁହାଯାଇ ନପାରେ, ବରଂ ବିଶ୍ୱାସ ଥିଲା, ତେଣୁ ସେ ଦେଖିବାକୁ ଆଗ୍ରହ ପ୍ରକାଶ କଲେ।